जय श्रीराम सांगमाने मात्र 5 सेकेंड्रे उत्तर दियंतु नहले आपण हारिगले। 90% लोक यही प्रश्न रे भूल करती। आपण पारिबे कि सठिक उत्तर दे? चलंतु आरंभ करिबा आजिर एही भारतर साधारण ज्ञान वीडियो। आजिर प्रश्न नंबर 1, भारतर राजधानी नाम कौन? आपण मानक पई ऑप्शन गुड़िक है। ऑप्शन ए मुंबई, ऑप्शन बी कोलकाता, ऑप्शन सी नुआ दिल्ली, ऑप्शन डी चेन्नई। जदि आपण यही प्रश्नर उत्तर जानिछंती तेबे कमेंट माध्यम रे लिखि दियंतु, नहले आपण को 5 सेकेंड अपेक्षा करिबा पई पड़िबो सठिक उत्तर जानिबा पई। एही प्रश्नर सठिक उत्तर हेउछि ऑप्शन सी नुआ दिल्ली। एबे परवर्ती प्रश्न आपण मानक सामने। प्रश्न नंबर 2, भारतर जातीय पक्षी नाम कौन? आपण मानक पई ऑप्शंस गुड़िक है। ऑप्शन ए हाथी, ऑप्शन बी मयूर, ऑप्शन सी टिया, ऑप्शन डी पारा। यदि आपण यही प्रश्नर सठिक उत्तर जानिछंती तेबे कमेंट माध्यम रे लिखि दियंतु, नहले आपण को 5 सेकेंड अपेक्षा करबाको पड़िबो। यही प्रश्नर सठिक उत्तर हेउछि ऑप्शन बी मयूर। एबे परवर्ती प्रश्न आपण मानक सामने। प्रश्न नंबर 3, भारतर जातीय पशु नाम कौन? आपण मानक पई ऑप्शन गुड़िक है। ऑप्शन ए सिंह, ऑप्शन बी बाघ, ऑप्शन सी हाथी, ऑप्शन डी घोड़ा। यदि आपण यही प्रश्नर उत्तर जानिछंती तेबे कमेंट माध्यम रे लिखि दियंतु, नहले 5 सेकेंड अपेक्षा करबाको पड़िबो। एही प्रश्नर सठिक उत्तर हेउछि ऑप्शन बी बाघ। एबे परवर्ती प्रश्न आपण मानक सामने। प्रश्न नंबर 4, भारतर जातीय गीत नाम कौन? आपण मानक पई ऑप्शंस गुड़िक है। ऑप्शन ए वंदे मातरम, ऑप्शन बी जनगण मन, ऑप्शन सी सारे जहां से अच्छा, ऑप्शन डी एकला चले। यही प्रश्नर सठिक उत्तर जदि आपण जानिछंती तेबे कमेंट माध्यम रे लिखि दियंतु, नहले 5 सेकेंड अपेक्षा करबाको पड़िबो। यही प्रश्नर सठिक उत्तर है ऑप्शन ए वंदे मातरम। परवर्ती प्रश्न आपण मानक सामने। प्रश्न नंबर 5, भारतर जातीय संगीत किए लिखिथिले? आपण मानक पई ऑप्शन गुड़िक है। ऑप्शन ए बंकिम चंद्र, ऑप्शन बी रविंद्रनाथ ठाकुर, ऑप्शन सी सुभाष चंद्र बोस, ऑप्शन डी गांधीजी। यदि आपण यार सठिक उत्तर जानिछंती तेबे कमेंट माध्यम रे लिखि दियंतु, नचेत आपण को 5 सेकेंड अपेक्षा करबाको पड़िबो। यही प्रश्नर सठिक उत्तर हेउछि ऑप्शन बी रविंद्रनाथ ठाकुर। एबे परवर्ती प्रश्न आपण मानक सामने। प्रश्न नंबर 6, भारत केबे स्वाधीन हैला? आपण मानक पई ऑप्शन गुड़िक है। ऑप्शन ए 1945, ऑप्शन बी 1946, ऑप्शन सी 1947, ऑप्शन डी
1950। ଏହି ପ୍ରଶ୍ନର ଯଦି ସଠିକ୍ ଉତ୍ତର ଆପଣ ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନଚେତ୍ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ସି 1947। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଜବାହରଲାଲ ନେହେରୁ, ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ଗାନ୍ଧୀଜୀ, ଅପସନ୍ ଡି ସର୍ଦ୍ଦାର ପଟେଲ। ଆପଣ ଯଦି ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନଚେତ୍ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8, ଭାରତର ଜାତୀୟ ଖେଳ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କ୍ରିକେଟ, ଅପସନ୍ ବି ଫୁଟବଲ, ଅପସନ୍ ସି ହକି, ଅପସନ୍ ଡି କବାଡ଼ି। ଆପଣ ଯଦି ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ହକି। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅଛି? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମୁମ୍ବାଇ, ଅପସନ୍ ବି ଦିଲ୍ଲୀ, ଅପସନ୍ ସି କୋଲକାତା, ଅପସନ୍ ଡି ଚେନ୍ନାଇ। ଯଦି ଆପଣ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନଚେତ୍ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଦିଲ୍ଲୀ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10, ଭାରତର ମୁଦ୍ରାର ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଡଲାର, ଅପସନ୍ ବି ରୁପିଆ, ଅପସନ୍ ସି ଟଙ୍କା, ଅପସନ୍ ଡି ପାଉଣ୍ଡ। ଆପଣ ଯଦି ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନଚେତ୍ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ବି ରୁପିଆ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11, ଭାରତର ସର୍ବାଧିକ ଲୋକ ସଂଖ୍ୟା ରାଜ୍ୟ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଓଡ଼ିଶା, ଅପସନ୍ ବି ବିହାର, ଅପସନ୍ ସି ଉତ୍ତରପ୍ରଦେଶ, ଅପସନ୍ ଡି ମହାରାଷ୍ଟ୍ର। ଆପଣ ଯଦି ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ, ନଚେତ୍ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଉତ୍ତରପ୍ରଦେଶ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ, ଭାରତର ଜାତୀୟ ଫୁଲ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଗୋଲାପ, ଅପସନ୍ ବି ଜବା, ଅପସନ୍ ସି ପଦ୍ମ, ଅପସନ୍ ଡି ଚମ୍ପା। ଯଦି ଆପଣ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିଛନ୍ତି
ତେବେ କମେଣ୍ଟ ମାଧ୍ୟମରେ ଲେଖିଦିଅନ୍ତୁ। ନଚେତ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି ପଦ୍ମ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସାଙ୍ଗମାନେ, ଏହି ଜିକେ କୁଇଜ୍ ଆପଣଙ୍କ ମସ୍ତିଷ୍କକୁ ଚ୍ୟାଲେଞ୍ଜ କରିଦେବ। ପ୍ରସ୍ତୁତି କି? ଆପଣ ଜିନିୟସ୍ କି ନୁହେଁ ଏହି 12ଟି ପ୍ରଶ୍ନରେ ପ୍ରମାଣ କରନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ବହୁତ ଗୁରୁତ୍ୱପୂର୍ଣ୍ଣ ଭାରତ ସାଧାରଣ ଜିକେ ପାର୍ଟ 2କୁ ଆରମ୍ଭ କରିବା। ଆଜିର ପ୍ରଶ୍ନ ନମ୍ବର 1, ଭାରତର ସମ୍ବିଧାନ କେବେ ଲାଗୁ ହେଲା? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 15 ଅଗଷ୍ଟ 1947, ଅପସନ୍ ବି 26 ଜାନୁଆରୀ 1950, ଅପସନ୍ ସି 2 ଅକ୍ଟୋବର 1948, ଅପସନ୍ ଡି 26 ନଭେମ୍ବର 1949। ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି 26 ଜାନୁଆରୀ 1950। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2, ଭାରତର ସମ୍ବିଧାନ କିଏ ତିଆରି କଲେ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମହାତ୍ମା ଗାନ୍ଧୀ, ଅପସନ୍ ବି ଡକ୍ଟର BR ଆମ୍ବେଦକର, ଅପସନ୍ ସି ନେହେରୁ, ଅପସନ୍ ଡି ସର୍ଦ୍ଦାର ପଟେଲ। ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି ଡକ୍ଟର BR ଆମ୍ବେଦକର। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3, ଭାରତର ସର୍ବୋଚ୍ଚ ପର୍ବତ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ କାଞ୍ଚନଜଙ୍ଘା, ଅପସନ୍ ବି ଏଭରେଷ୍ଟ, ଅପସନ୍ ସି ନନ୍ଦା ଦେବୀ, ଅପସନ୍ ଡି ଆରାବଲି। ଏବେ ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଏ କାଞ୍ଚନଜଙ୍ଘା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4, ଇସ୍ରୋ କେବେ ସ୍ଥାପିତ ହେଲା? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 1950, ଅପସନ୍ ବି 1962, ଅପସନ୍ ସି 1969, ଅପସନ୍ ଡି 1975। ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ସି 1969। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5, ଭାରତର ପ୍ରଥମ ଉପଗ୍ରହ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ PSLV, ଅପସନ୍ ବି ଆର୍ଯ୍ୟଭଟ୍ଟ, ଅପସନ୍ ସି ଚନ୍ଦ୍ରଯାନ, ଅପସନ୍ ଡି ମଙ୍ଗଳଯାନ। ଏହି ପ୍ରଶ୍ନର ସଠିକ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ବି ଆର୍ଯ୍ୟଭଟ୍ଟ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6, ଭାରତର ସବୁଠୁ ବଡ଼ ନଦୀ ନାମ କ'ଣ? ଆପଣମାନଙ୍କ ପାଇଁ ଅପସନ୍ସ ଗୁଡ଼ିକ ହେଲା ଅପସନ୍ ଏ ଗଙ୍ଗା,
ଅପସନ୍ ବି ଯମୁନା, ଅପସନ୍ ସି ବ୍ରହ୍ମପୁତ୍ର, ଅପସନ୍ ଡି ଗୋଦାବରୀ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଗଙ୍ଗା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ଜୟ ହିନ୍ଦ ନାରା କିଏ ଦେଇଥିଲେ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଗାନ୍ଧୀଜୀ, ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ସି ନେହେରୁ, ଅପସନ୍ ଡି ଭଗତ ସିଂ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ସୁଭାଷ ଚନ୍ଦ୍ର ବୋଷ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ସରୋଜିନୀ ନାଇଡୁ, ଅପସନ୍ ବି ଇନ୍ଦିରା ଗାନ୍ଧୀ, ଅପସନ୍ ସି ସୁଷମା ସ୍ୱରାଜ, ଅପସନ୍ ଡି ମମତା ବାନାର୍ଜୀ। ଏବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଇନ୍ଦିରା ଗାନ୍ଧୀ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9, ଭାରତର ଜାତୀୟ ଧ୍ୱଜାରେ କେତେ ରଙ୍ଗ ଅଛି? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ 2ଟି, ଅପସନ୍ ବି 3ଟି, ଅପସନ୍ ସି 4ଟି, ଅପସନ୍ ଡି 5ଟି। ଏବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି 3ଟି। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10, ଡିସ୍କଭର ଅଫ୍ ଇଣ୍ଡିଆ ପୁସ୍ତକ କିଏ ଲେଖିଥିଲେ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ଗାନ୍ଧୀଜୀ, ଅପସନ୍ ବି ନେହେରୁ, ଅପସନ୍ ସି ଠାକୁର, ଅପସନ୍ ଡି ଆମ୍ବେଦକର। ଏବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନେହେରୁ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11, ଭାରତର ସର୍ବାଧିକ ବଡ଼ ରାଜ୍ୟ କ୍ଷେତ୍ରଫଳରେ କ'ଣ? ଆପଣମାନଙ୍କ ପାଇଁ ଅପସନ୍ ଗୁଡ଼ିକ ହେଲା ଅପସନ୍ ଏ ମହାରାଷ୍ଟ୍ର, ଅପସନ୍ ବି ମଧ୍ୟପ୍ରଦେଶ, ଅପସନ୍ ସି ରାଜସ୍ଥାନ, ଅପସନ୍ ଡି ଗୁଜୁରାଟ। ଏବେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ସି ରାଜସ୍ଥାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ, ଭାରତର ରାଷ୍ଟ୍ରୀୟ ପଶୁ ବାଘ କେବେ ଘୋଷଣା ହେଲା? ଆପଣମାନଙ୍କ ପାଇଁ ଅପସନ୍ସ ଗୁଡ଼ିକ ହେଲା ଅପସନ୍ ଏ 1960, ଅପସନ୍ ବି 1972, ଅପସନ୍ ସି 1973, ଅପସନ୍ ଡି 1980। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ହେଲେ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ସି 1973।